ଲାଞ୍ଜିଗଡ଼ ଡିଏଭି ବେଦାନ୍ତର ବାର୍ଷିକ ଉତ୍ସବ ଆରୋହଣ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆରୋହଣ ଚଳିତ ସପ୍ତାହ ବୁଧବାର ଦିନ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ସିଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଯୋଗଦେଇ ନିଜ ମତବ୍ୟକ୍ତ ପ୍ରଦାନ କରିଥିଲେ। ଡିଏଭି ବିଦ୍ୟାଳୟ ପ୍ରିନ୍ସିପାଲ ଡକ୍ଟର ମାନବୀ କୌରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଶ୍ରୀ ଭଟ୍ଟାଚାର୍ଯ୍ୟ ଉଦ୍ଘାଟନ କରିଥିଲେ। ତାପରେ ନିଜେ ନିଜର ମତବ୍ୟକ୍ତ କରି କହିଥିଲେ ଯେ ଗୁଣାତ୍ମକ ଶିକ୍ଷାର ନିଶ୍ଚିତ ଆବଶ୍ୟକତା ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏହି ବିଦ୍ୟାଳୟ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ମାତ୍ର 4 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି ବିଦ୍ୟାଳୟରେ ବର୍ତ୍ତମାନ 1400 ଜଣ ବା 1400 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହା ଏକ ଉଲ୍ଲେଖନୀୟ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବେଦାନ୍ତ କମ୍ପାନୀର ସିଏଫଓ ପୀୟୁଷ ଲୁନାବତା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ମୁଖପତ୍ର ବର୍ତ୍ତିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରିନ୍ସିପାଲ ଡକ୍ଟର ମାନବିନୀ କୌର ସ୍ୱାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ଛାତ୍ରଛାତ୍ରୀ ନୂପୁର ଚିଉଁଛୁଅ, ସୁଶ୍ରୀ ସୌମ୍ୟା, ଲୁସେନ ବାଗ, ଲକ୍ଷିତା ବୈଷ୍ଣବ, ଆଦିତ୍ୟ ଅଗ୍ରୱାଲ, ଅପର୍ଣ୍ଣା ପାତ୍ର, ଆରାଧ୍ୟା ଗୁରୁ ଓ ସାମ୍ବିତ ପଣ୍ଡା ପରିଚାଳନା କରିଥିଲେ। ଚଳିତ ବର୍ଷର ବିଦ୍ୟାଳୟର ଉନ୍ନତି ତଥା ପ୍ରଗତିର ଗୁଣଗାନ କରିଥିଲେ ଇଂରାଜୀ ଶିକ୍ଷକ ସୁଶାନ୍ତ ମେହେର। ଏହି ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ଲାଞ୍ଜିଗଡ଼, ମୁନିଗୁଡ଼ା ଓ ଆମ୍ବାଦଲା ବୁଦ୍ଧିଜୀବୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏନସିସି ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ କାର୍ଯ୍ୟଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଲାଞ୍ଜିଗଡ଼ରୁ କଳାହାଣ୍ଡିର ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ, ଜାଗ୍ରତ ବାର୍ତ୍ତା।